ଗୁରୁକୁ ମାରିଲେ ବୈକୁଣ୍ଠେ ବାସ, ଗଙ୍ଗା ସ୍ନାନ କଲେ ବଂଶ ନାଶ। ये बोल। ଆଉ ଗୋଟେ ଆପଣ ଗୋଟେ କୁହନ୍ତୁ, କଣ ଆପଣଙ୍କ ମନରେ ଗୋଟେ ଭାବନା ଆସୁଛି, ୟାକୁ କେମିତି ଜଷ୍ଟିଫାଇ ଆପଣ କରିବେ? कौन कहले आउ थरे कहले। ଗୁରୁକୁ ମାରିଲେ हम्म ବୈକୁଣ୍ଠେ ବାସ, हम्म। ଗଙ୍ଗା ସ୍ନାନ କଲେ ବଂଶ ନାଶ। और गुरु को कौन कहले, गुरु को मारिले। ବୈକୁଣ୍ଠେ ବାସ अच्छा। ଆଉ ଗଙ୍ଗା ସ୍ନାନ କଲେ ବଂଶ ନାଶ, ଏଇଟା ପୁରା ବିପରୀତ ନା। ଆମେ ଯେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ମହେଶ୍ୱର, କୋଉ ବ୍ରାହ୍ମଣକୁ ପାଇଲେ ବ୍ରହ୍ମହତ୍ୟା ଦୋଷ ଲାଗେ, କିନ୍ତୁ ଗୁରୁକୁ ପାଇଲେ ବୈକୁଣ୍ଠେ ବାସ କରିବ, ତମେ ଆନନ୍ଦିତ ହବ ବା ସୁଖପ୍ରଦ ପ୍ରାପ୍ତ କରିବ। ଗଙ୍ଗା ସ୍ନାନ କଲେ ଲୋକ ପାପ କ୍ଷୟ ହୁଏ, ସେ ପୁଣ୍ୟ ଅର୍ଜନ କରେ। ଆଉ ତାର ସାଂସାରିକ ବା ପାରିବାରିକ ଉନ୍ନତି ଘଟେ। ବଂଶ ନାଶ କିନ୍ତୁ ହବ, ଏଇଟା ଓଲଟା କଥା। ये सब कौन कौन शास्त्र व्यतीत बाणी ना कौन ये। ହଁ ଏମିତି ଗୋଟେ ବୋଧେ ଲୋକ କଥିତ ହେଇଥିବ, କି କୋଉଥିରେ କଣ ଲେଖା ହେଇଥିବ, କିଏ କରିଛି ନା ଆଉ କଣ। ଶୁଣନ୍ତୁ, ଯିଏ କହିବେ ତାଙ୍କୁ ସେ ମହାଶୟକୁ ପଚାରିବେ, କହିବେ କୋଉ ଗୀତାର କୋଉ ଶ୍ଲୋକ, କି ଉପନିଷଦର କୋଉ ଶ୍ଲୋକ, କି ବେଦର କୋଉ ଶ୍ଲୋକ। କାହିଁକି ହୁଁ ନା ହୁଁ ଆମର ପ୍ରସ୍ଥାନ ତ୍ରୟ ଛଡା ଆଉ ଗପ କାହାଣୀ ବି କିଛି ମାନ୍ୟତା ନାହିଁ ତାର ସବୁ। ହୁଁ ହୁଁ ତା ହୁଁ। ଛଡା ଭାଗବତମ ବି ସେ ଦ୍ୱୈତ ସବୁ ଅଛି ତା ଦେହରେ କିଛିଟା। ହଁ ଆପଣଙ୍କର ସେଇ ବିଷୟରେ ଆଜି ଦେଖୁଥିଲି, ଆଚାର୍ଯ୍ୟ ପ୍ରଶାନ୍ତ କହୁଥିଲେ, ଜାଣିଲେ କି? ହୁଁ କହିଲେ ଗୋଟେ ହେଲା ସ୍ମୃତି ଆଉ ଗୋଟା ଶ୍ରୁତି। ହୁଁ ମନୁସ୍ମୃତି, ହୁଁ। କିନ୍ତୁ ବେଦ ହେଲା ଶ୍ରୁତି। ଶ୍ରୁତି। ଶ୍ରୁତି ହେଲା ମେନ୍ ବେଦ ବେଦାନ୍ତ ଶ୍ରୁତି, ଆଉ ହଁ। ସ୍ମୃତିରେ ଭାଗବତ ପୁରାଣ, ଶିବ ହୁଁ। ପୁରାଣ, ସବୁ ମନୁସ୍ମୃତି ସବୁ ଆସୁଛନ୍ତି। ପୁରାଣ ପୁରାଣ ମାନ୍ୟତା ନାହିଁ ପୁରାଣ। ଏମାନେ ତ ଶ୍ରୁତି ସମ୍ମତ, ତାକୁ ଗ୍ରହଣ କରିବା। ଯୋଉଟା ଶ୍ରୁତି ବିରୁଦ୍ଧ, ଶ୍ରୁତିରେ ମିଶୁନି, ଶୁଣନ୍ତୁ, ତାକୁ ଗ୍ରହଣ କର ନାହିଁ। ମୋ କଥା ଗୋଟେ ଶୁଣନ୍ତୁ। ଆମେ ଆଜ୍ଞା ଏଇ ଯୋଉ ଚର୍ଚ୍ଚା ଏତେ ସମୟ କଲୁ, ଏମିତି ଚର୍ଚ୍ଚା ଆମେ କରିକି ଅପଲୋଡ କଲେ ତ କୁଆଡେ କୁଆଡେ ଭିଡିଓ ପହଞ୍ଚିବ, ଆମେ କାହିଁ କରୁନେ? ଆମେ ନିଜକୁ ଆମେ ଗୁରୁ ରୂପରେ ତ କିଛି କହୁନେ, ଆମକୁ ପୂଜା କର କିଏ କର, ଆମର ଚର୍ଚ୍ଚା ହଉ। ଚର୍ଚ୍ଚା ଯେ ଗୁରୁ ସେଇ ଶିଷ୍ୟ, ଯେ ଆଜ୍ଞା ଶିଷ୍ୟ ସେଇ ଗୁରୁ, କିଛି ଅସୁବିଧା ନାହିଁ। ମୁଁ ପଚାରିଲେ ଆପଣ କହିଲେ, ଆପଣ ପଚାରିଲେ ମୁଁ କହିଲି, କି ଆମର ଗୋଟେ ଚର୍ଚ୍ଚା ହେଲା। ଏଇ ଜିନିଷଟାକୁ ଆଜ ଇଟ୍ ଇଜ୍ ଆମେ ଅପଲୋଡ କରିଦେଲେ ଏ ବଢିଆ ହବ। ମୁଁ କରିବା, ଆଗକୁ କରିବା ଟିକେ ଆଉ। ଆ, ନାଇଁ ଏଇଟା ଆପଣ ଜଣେ ମତେ ଭାଇ ପଚାରିଥିଲେ, ବୁଝିପାରିଲେ? ମୋ ହୃଦୟରେ ଯୋଉ ଭାବ ଆସିଲା, ମୁଁ ତାଙ୍କୁ କହିଥିଲି ଉତ୍ତର ଟା। ମୁଁ କହିଲି ଦେଖନ୍ତୁ ଶୁଣନ୍ତୁ ଏଇ ଯୋଉ ଶୁଣନ୍ତୁ, କଥା। ହଁ ଏଠି ମୋ ମତେ ମୋ ଭାବ କଣ ଶୁଣନ୍ତୁ। ଆଜ୍ଞା ଆଜ୍ଞା ଏଠି ମୋ ଭାବ ହେଲା, ହୁଁ ଗୁରୁଙ୍କୁ ମାରିଲେ ମାନେ ଅ ମାରିଲେ ଅର୍ଥର ଦି ତିନିଟା ତାତ୍ପର୍ଯ୍ୟ ଅଛି। ଦୃଷ୍ଟିକୋଣକୁ ମୁଁ କହୁଛି, ହଁ ଦୃଷ୍ଟିକୋଣ କୁହନ୍ତୁ କଣ? ଆଜ୍ଞା ଆଜ୍ଞା ମାରିବା ମାନେ ତାଙ୍କୁ ହଉଛି ଜୀବନରେ ମାରିବା ନୁହେଁ। ଆଜ୍ଞା ଗୁରୁଙ୍କର ଆବଶ୍ୟକତା ଯୋଉଠି ନ ପଡେ, ହୁଁ ହୁଁ ମାନେ ଗୁରୁଙ୍କ ଉର୍ଦ୍ଧ୍ୱକୁ ଯେତେବେଳେ ଆମେ ପଳେଇବା, ହୁଁ ହୁଁ ଗୁରୁ ଯୋଉ ତତ୍ଵକୁ ଚିହ୍ନଉଛନ୍ତି, ସେ ତତ୍ଵକୁ ଯଦି ଆମେ ବୁଝିଯିବା, ଚିହ୍ନି ଯିବା, ଆଉ ଗୁରୁଙ୍କର ଆବଶ୍ୟକ ନାହିଁ ନା। ଆଜ୍ଞା ଗୁରୁ ସରିଗଲେ ସେଇଠି, ତ ଆଜ୍ଞା ସେ ସ୍ତରରେ ବୈକୁଣ୍ଠକୁ ଦେଖିବେ। ତାପରେ ଯୋଉ ଗଙ୍ଗା ସ୍ନାନ କଲେ, ଯୋଉ କହିଲେନି ବଂଶ ବଂଶନାଶ। ବିନାଶ, ସେଇଟା ହେଲା ଗଙ୍ଗା ସ୍ନାନ। ମାନେ ଏ ଯୋଉ ଅନ୍ଧବିଶ୍ୱାସରେ ଯଦି ଆମେ କୋଉଠି ପୋଖରୀରେ ଗାଧେଇବା, ଗାଡିଆରେ ଗାଧେଇବା, ନଈରେ ଗାଧେଇବା, ଏସବୁ ଗାଧୁଆ କଲେ ଆମ ବଂଶ ବିନାଶ। ମାନେ କଣ? ଏଇ ଯୋଉ ଆଜିର ଯୋଉ ଭୌତିକ ସଂସାରକୁ ଯଦି ଆମେ ଅବଜର୍ଭ କରିବା, ଏଇ ସବୁ ଅନ୍ଧବିଶ୍ୱାସରେ ହିଁ ବିନାଶ ଆଡକୁ ଯାଉଛେ ନା। ଆଜ୍ଞା ଆଜ୍ଞା ଯାଉନି କି? ସେ କ୍ଷୀର ନାଳ, ସେ ସାପ ପାଖରେ ଅଣ୍ଡା ଥୁଅ, କ୍ଷୀର ଢାଳ, କାଉଁରିଆ ନଗେଇକି ବଡ ବଡିଆ ଡାକ, ତାପରେ ହଉଛି କାର୍ତ୍ତିକ ମାସ, କାଲି ଫେର ଡଙ୍ଗା ଫଙ୍ଗା ସବୁ ଭସିଆ ହବ। ଏଇ ସବୁ ଏଇ ପ୍ରଥା କରିକିରି ସତ୍ୟକୁ ତ ଏକରେ ଚିହ୍ନି ପାରୁନେ, ଦୁଇରେ ମାୟାରେ ଅଧିକ ବାନ୍ଧି ହେଇକିରି ବିନାଶ ଆଡକୁ ଆମେ ଗତି କରୁଛେ। ତ ଏ ଷ୍ଟାଣ୍ଡ ପଏଣ୍ଟ ଯାହା ଏଇଟା ହେଇପାରେ। ବି ହଉଛି, କିନ୍ତୁ ଗୁରୁକୁ ମାରିଲେ ବୈକୁଣ୍ଠ ବାସ। ବୈକୁଣ୍ଠ ଶବ୍ଦ ଅଛି ବିଗତ କୁଣ୍ଠା, ଯୋଉଠି ଆପଣଙ୍କର କିଛି ମାନେ ଦ୍ୱିଧା ନାହିଁ, ସବୁର ପ୍ରାଚୁର୍ଯ୍ୟ ଥାଏ। ବା ବୈକୁଣ୍ଠ ହଉଛି ଆନନ୍ଦର ଗୋଟେ ସ୍ଥାନ, ଗୋଟେ ହୁଁ। ଶାନ୍ତିର ସ୍ଥାନ, ମୋକ୍ଷର ସ୍ଥାନ ନିର୍ବିଚାର ବୈକୁଣ୍ଠ ଆମେ ନିର୍ବିଚାର କହୁଛେ। ନିର୍ବିକଳ୍ପ ସ୍ଥିତି। ହଁ, ତେଣୁ ହୁଁ ଗୁରୁକୁ ମାରିଲେ ବୈକୁଣ୍ଠ ବାସ। ହୁଁ ତେଣୁ ଗୁରୁ କିଏ ନା? ଆମେ ସାଧାରଣତଃ ଭାବେ ଯାହାଠୁ ଆମେ କିଛି ଶିକ୍ଷା ଲାଭ କରୁ, ଆଜ୍ଞା ଶିକ୍ଷା ଗୁରୁ ସଦଗୁରୁ ସବୁ ଅଛନ୍ତି। ଆଜ୍ଞା କିନ୍ତୁ ଭାଗବତ କହେ, ମନ ତୋର ନିଜ ଗୁରୁ ଉଦ୍ଧବ ତୁ କେତେ ପଚାରୁ। ଅର୍ଥାତ ମନକୁ ଯଦି ଆମେ ମାରି ପାରିବା, ହୁଁ ଅର୍ଥାତ ଅମନ ସ୍ଥିତିକି ନେଇପାରିବା। କାରଣ ମନର ପାଞ୍ଚଟି ଅବସ୍ଥା ଆପଣଙ୍କର ହଉଛି କ୍ଷିପ୍ତ, ବିକ୍ଷିପ୍ତ, ଏକାଗ୍ର, ହଁ ନିରୁଦ୍ଧ, ହଁ ହୁଁ ହୁଁ ମୂଢ ମନ ଅଛି। ତେଣୁ ହଁ ଯେ ମନକୁ ମାରିକି ଅମନ ସ୍ଥିତିରେ ନେଇପାରିବା, ତ ଆଜ୍ଞା ସେଇ ଯୋଉ ଅବସ୍ଥା ପ୍ରାପ୍ତ କରିବା, ସେ ହଉଛି ବୈକୁଣ୍ଠ ପ୍ରାପ୍ତ ହବା। ମାନେ ଆପଣଙ୍କ ବିଚାର ଶୂନ୍ୟତା ଅବସ୍ଥା ଯିବା ଯୋଗ ସାଧନ କରି, ଇଏ ଗୋଟେ ଆଜ୍ଞା କଥା। ବୈକୁଣ୍ଠ ପ୍ରାପ୍ତ ମାନେ ସେଇ ଅବସ୍ଥାରେ ଆନନ୍ଦିତ ଆପଣ ହେବେ, ଯଦି କୌଣସି ଦୁଃଖ ନଥିବ, ଦୁଃଖର ଲେଶ ମାତ୍ର ନଥିବ।
ଏବଂ ଦ୍ୱିତୀୟ ଆସୁଛି ଗଙ୍ଗା ସ୍ନାନ କଲେ ଆପଣଙ୍କର ବଂଶ ନାଶ। ତେଣୁ ଗଙ୍ଗା ହଉଛି ଗୋଟେ ପୁଣ୍ୟ। ଏଠି ଆପଣଙ୍କ ମାନେ ଏଇଟା ଆକ୍ଷେପ କରି ମାନେ ଗୋଟେ କଣ ତାକୁ କୁହନ୍ତି ମୋ ଉପମା ଦିଆ ହେଇଛି। ଗଙ୍ଗା ସ୍ନାନ କଲେ କଣ ହୁଏ ନା ଗଙ୍ଗା ପବିତ୍ର କାରକ। ଗଙ୍ଗା ସ୍ନାନ କଲେ ଆମର ପାପ କ୍ଷୟ ହେଇଥାଏ, ପୁଣ୍ୟ ଉଦୟ ହେଇଥାଏ, ଯୋଉଟା ଲୌକିକ ମତ। ତେଣୁ ଗଙ୍ଗା ସ୍ନାନ କଲେ ବିପରୀତ ଫଳ କେମିତି ମିଳୁଛି? ତେଣୁ ଇଏ ଗଙ୍ଗା କୋଉ ଗଙ୍ଗା କୁହାଯାଇଛି? ଏଇଟା ଶରୀର ଭିତରକୁ ଯିବେ ତତ୍ଵ ଜ୍ଞାନକୁ। ତେଣୁ ଗଙ୍ଗା କହିଲେ ଆମର ଶ୍ୱାସ ଯୋଉ ଚାଲୁଛି ଇଡା ପିଙ୍ଗଳା ସୁଷୁମ୍ନା ଯୋଉ ଶ୍ୱାସ ଚାଲୁଛି ସେଥିରେ ଆପଣଙ୍କର ସେଟାକୁ ତ୍ରିବେଣୀ ବି କୁହାଯାଏ, ଗଙ୍ଗା ଯମୁନା ସରସ୍ୱତୀ। ଯେତେବେଳେ ଆମେ ପ୍ରାଣାୟାମ କରିକି ସୁଷୁମ୍ନା ଅର୍ଥାତ ଗଙ୍ଗାରେ ଆମେ ଗାଧେଇବା ଅର୍ଥାତ ଶ୍ୱାସ ଯେତେବେଳେ ମାନେ ଆପଣଙ୍କର ରୁଦ୍ଧ ହେଇଯିବ ବା କୁମ୍ଭକ ହବ, ସେଟାକୁ ଗଙ୍ଗା ସ୍ନାନ ବୋଲି ଆଖ୍ୟା କରାହେଇଛି, ଉପମା ଦିଆହେଇଛି। ତେଣୁ ନା ଗଙ୍ଗା ସ୍ନାନ କୁମ୍ଭକ କଣ ଗଙ୍ଗା ସ୍ନାନ କେମିତି ହବ? ଆଜ୍ଞା କୁମ୍ଭକ ଗଙ୍ଗା ସ୍ନାନ କେମିତି ହବ? କୁମ୍ଭକ ମାନେ ତ ରୋକିବା ନା, ନିଶ୍ୱାସ ନା ରୋକିବା। ରୋକିବାନି, ସେ ଅଟୋମେଟିକ ରହିବ। ସେଟା କୁମ୍ଭକଟା ଯେତେବେଳେ ଆପଣ ପ୍ରାଣାୟାମ କରିବା ଆମେ ଇଡା ଅଟୋମେଟିକ ପିଙ୍ଗଳ ତ ରହେନି। ଅଟୋମେଟିକ ଚାଲୁଛି, କିନ୍ତୁ ଆପଣ କୁମ୍ଭକରେ ଶ୍ୱାସରେ ଧ୍ୟାନ ଶୁଣନ୍ତୁ, ଦେବେ। କୁମ୍ଭକରେ ଅଟୋମେଟିକ ରହେନି, କୁମ୍ଭକରେ ରୋକିବାକୁ ପଡେ। ନାଇଁ କିନ୍ତୁ ନାଇଁ ସେଟା ରହିବ। ମୁଁ ଶୁଣ, ପ୍ରାକ୍ଟିକାଲ କହୁଛି, ପୁରା ରହିଯିବ ଆପଣଙ୍କର। କୁମ୍ଭକ ହଉଛି କଣ କହିଲେ, ନିଶ୍ୱାସ ଯିବା ଆସିବା କରୁଛି, ଆପଣ ନାସାଗରକୁ ଖାଲି ଅନାନ୍ତୁ, ଦେଖିବେ ସେ ଗୋଟେ ମିନିଟରେ 15 ଥର ଯାଉଛି, ସେ ଆସ୍ତେ ଆସ୍ତେ 10 ଥର, 8 ଥର, 6 ଥର, 5 ଥର, ଏବଂ ଯୋଉ ଏଠି ବାରମ୍ପୁରି ଯାଉଛି। ନିଶ୍ୱାସର ବେଗରେ ଶାଳୀନତା ଆସିଲେ, ନିଶ୍ୱାସ ତ ରୋକିନି। ନା ଶୁଣନ୍ତୁ ମୁଁ କଣ କହୁଛି, ଆସ୍ତେ ଆସ୍ତେ କଣ ହବ, ନାକ ଭିତରେ ଚାଲିବ। ଏମିତି ସମୟ ଆସିବ ଥକ୍ କିନି ରହିଯିବ, କିଛି ସମୟ ରହିବ। ଏଇଟା ମୋର ଅନୁଭବ ହେଇଛି, ପ୍ରାଣାୟାମ କରି ଅନୁଭବ କରିଛି, ଏଇଟା ସିଦ୍ଧ, ଆପଣ ବି କରିପାରିବେ। ତାପରେ ଯୋଉ ଅନୁଭବ ଆସିବ ସେଇଟା ମାନେ ମିରାକିଲ ଅନୁଭବ। ଆପଣ ଯୋଉ ମାନେ ଯୋଗରେ ସମାଧି କଥା କହୁଛନ୍ତି, ସେଇଟା ଆପଣ ସେଇଭଳି ଅନୁଭବ କରିଛି। ତେଣୁ ଗୋଟେ ଏଇ କଥା ଯୋଉ ଦେଖନ୍ତୁ, ଅବସ୍ଥାରେ ଯିଏ ଏଠି ପହଞ୍ଚିବ ସେଟା ଶୁଣନ୍ତୁ ଟିକେ ଏଇଟାକୁ ଆମେ କ୍ଲାରିଫାଇ କରିକି ଆଗକୁ ବଢିବା। ହୁଁ ହୁଁ ଏଠି ମୂଳ କଥା ହେଲା, ହୁଁ ପ୍ରାଣାୟାମ ମାନେ ପ୍ରାଣ ବାୟୁକୁ ବ୍ୟାୟାମ କରିକିରି ମନକୁ ସ୍ଥିର କରିବାର ବିଧି। ବୁଝିପାରୁଛି? ଆଜ୍ଞା ହୁଁ ହୁଁ ପ୍ରାଣାୟାମରେ ପୂରକ ହେଲା ନିଶ୍ୱାସକୁ ଭିତରକୁ ନବାର ବିଧିକୁ ପୂରକ ଆଜ୍ଞା କୁହାଯାଏ। ହୁଁ ନିଶ୍ୱାସକୁ ବାହାରକୁ ଛାଡିବାର ବିଧିକି ରୋଚକ କୁହାଯାଏ। ହୁଁ ନିଶ୍ୱାସକୁ ଯଦି ଆମେ ଭିତରେ ରଖିବା ତାକୁ ଅନ୍ତ କୁମ୍ଭକ, ଯଦି ବାହାରେ ରଖିବା ତାକୁ ବାହ୍ୟ କୁମ୍ଭକ କୁହାଯାଏ। ହୁଁ ହୁଁ କୁମ୍ଭକର ଉଦ୍ଦେଶ୍ୟ ଦେଖନ୍ତୁ, ବୁଝନ୍ତୁ, ଯେତେବେଳେ ଆମେ ନିଶ୍ୱାସ ହେଲା ପ୍ରାଣବାୟୁ, ହୁଁ ପ୍ରାଣବାୟୁକୁ ଯେତେବେଳେ ଆମେ ରୋକି ଦଉଛେ, ମନ ଥଟ୍ କିନା ସ୍ଥିର ହେଇଯିବ। ହୁଁ ମନ ଯୋଉ ବିଚାରର ବେଗରେ ଆଡେ ସାଡେ ଅସ୍ଥିର ହେଇକିରି କେତେବେଳେ ଘର କଥା, ପିଲା ଛୁଆଙ୍କ କଥା, ଭବିଷ୍ୟତ କଥା କେତେ କଣ ଭାବୁଛି। ହୁଁ ବିଭିନ୍ନ ବିଚାରର ବେଗରେ ଯୋଉ ମନ ବହି ଯାଉଛି, ଯେତେବେଳେ କୁମ୍ଭକ କରୁଛେ, ସେ କାହିଁକିନା ପ୍ରାଣବାୟୁ ଯେତେବେଳେ ହଉଛି କଲବଲ ହେଲା, ଛୋଟ ବଡ ହେଲା, ମନ କୋଉଠି ବିଚାର ହବ? ମନ ତା ସ୍ୱରୂପ ଫସାଇ ଯାଉଛି, ଅନ୍ତର୍ମୁଖୀ ହେଇଯାଉଛି। ତ ଅନ୍ତର୍କୁମ୍ଭକ କରନ୍ତୁ କି ବାହ୍ୟ କୁମ୍ଭକ କରନ୍ତୁ, ସେଠି ନିଶ୍ୱାସକୁ ରୋକିବାକୁ ପଡେ। ତାର ହୁଁ ଅଛି ବିଧି ଅଛି, କେତେ ସମୟ ରୋକିବେ କଣ, ସେ ସବୁ ଅଛି। ନାଇଁ ତାକୁ ଏଇଟା ହଟ ଯୋଗରେ ଅଛି, ଏଇ ପଦ୍ଧତି ତାକୁ ଅଛି। ଯେତେବେଳେ କରିବା, ଶୁଣନ୍ତୁ, ତାକୁ ଯେତେବେଳେ ହୁଁ କରିବା, ଆ ଦ୍ୱାରା କଣ ହବ? ଆ ଦ୍ୱାରା କଣ ହବ? ମନ ନିୟନ୍ତ୍ରିତ ହବ, ମନ ଶାନ୍ତ ହବ, ମନ ଅନ୍ତର୍ମୁଖୀ ହବ, ମନ ସ୍ଥିର ହବ। ହୁଁ ଯେତେବେଳେ ମନ ସ୍ଥିର ହବ, ତାପରେ କଣ ହବ? ପ୍ରତ୍ୟାହାର ଘଟିତ ହବ। ହୁଁ ବୁଝାଉଛି? ଯମ ନିୟମ ଆସନ ପ୍ରାଣାୟାମ, ପ୍ରାଣାୟାମ ପରେ ପ୍ରତ୍ୟାହାର ହେଲା ପ୍ରାଣାୟାମର ପ୍ରତିଫଳ। ଯୋଉ ହୁଁ ଶାନ୍ତତା କୁହନ୍ତି, ମନର ସ୍ଥିରତା, ସେ ସ୍ଥିରତା ଆସିବ, ମନରେ ଶାନ୍ତତା ଆସିବ, ପ୍ରତ୍ୟାହାର ଘଟିତ ହବ। ପ୍ରତ୍ୟାହାର ଘଟିତ ହେଲା ପରେ ଧାରଣା କରିପାରିବା, ଧ୍ୟାନ ହୁଁ ଘଟିତ ହବ, ତାପରେ ଯାଇ ସମାଧି ଅଛି। ପ୍ରାଣାୟାମ ପରେ ସମାଧି କେମିତି ଆସିଯିବ? ପ୍ରାଣାୟାମ ନାଇଁ ଶୁଣ ସେଇଟା ଏତେ ଏତେ ମାନେ ମୂଳ କଥା ହେଲା, ପ୍ରାଣାୟାମର ମୂଳ ଉଦ୍ଦେଶ୍ୟ ହେଲା ପ୍ରାଣ ବାୟୁ ସାଙ୍ଗରେ ବ୍ୟାୟାମ କରିକିରି ବିଚାରର ବେଗରେ ଭାସି ଯାଉଥିବା ମନକୁ ଶାନ୍ତ କରିବା ପାଇଁ, ସ୍ଥିର କରିବା ପାଇଁ, ଅନ୍ତର୍ମୁଖୀ କରିବା ପାଇଁ ଆମେ କରୁଥିବା ବିଧି। ବୁଝିପାରିଲେ? ଶୁଣନ୍ତୁ, ପ୍ରାଣାୟାମ, ଧାରଣା, ଧ୍ୟାନ, ସମାଧି ସେଟା ଫିକ୍ସନ ହବ, ସେକେଣ୍ଡ ବି ହବ। ସେଟା ଆପଣ ଗୋଟେ ଷ୍ଟେପ ୱାଇଜ କହିବେ, ଇଏ 10 ମିନିଟ୍ ପରେ, ଇଏ 15 ମିନିଟ୍ ହବ, ସେମିତି ନାହିଁ। ହଁ ତେଣୁ ଆପଣ ସେଟା ଯୋଉ କହିଲେ ଟାଇମ ସେଟା ଅଛି। କୁମ୍ଭକ ପୂରକ, ଏଇଟା ତ କରାଯାଏ, ଏଇଟା ହଠ ଯୋଗରେ ଅଛି। କିନ୍ତୁ ଆଉ ଗୋଟେ ପଦ୍ଧତି ଅଛି, ସ୍ୱାଭାବିକ କୁମ୍ଭକ ହବ। ସେଇଟା ହଉଛି ଆପଣ କିଥି ମାନେ ସୁଖାସନ ଶୋଇଯିବେ, ମନର ଧ୍ୟାନକୁ ବା ଆପଣଙ୍କର ଧ୍ୟାନକୁ, ଫୋକସକୁ ନାସାଗ୍ରରେ ରହିବେ। ପ୍ରାଣ ଯାଉଛି ଆଉଛି ଖାଲି ଲକ୍ଷ୍ୟ ରଖିବେ, ଆପଣ ଯିବେନି କି ଆସିବେନି। ହଁ ହଁ। ଦେଖିବେ କିଛି ସମୟ ପରେ ସେ ଅନ୍ତ କୁମ୍ଭକ ଅଟୋମେଟିକ ହବ, ଅଟୋମେଟିକ ହବ। ଏଇଟା ଆପଣ ରୋକିବାକୁ ପଡିବ ନାହିଁ, ସେଇ ଅବସ୍ଥା କୁହାହଉଛି। ତେଣୁ ସେ ଅଟୋମେଟିକ ହବ ଅବସ୍ଥାରେ ମାନେ ରେଚର ନିଶ୍ୱାସର ଯୋଉ ବେଗଟା ଅଛି, ସେ ଶାନ୍ତ ହବ ଧୀରେ ଧୀରେ। ବେଗ ନୁହେଁ, ଟୋଟାଲ ବନ୍ଦ ହେଇଯିବ ଆପଣଙ୍କ ଶ୍ୱାସ। ଆପଣଙ୍କ ଶ୍ୱାସ ବସେଇ ସେଇଟା ବହୁତ ସମୟ ଲାଗିବ, ଦୀର୍ଘ ଦିନ ପ୍ରାକ୍ଟିସ ରେ ହବ। ଆପଣ ଗୋଡ ହାତ ହଲଚଲ ହବନି, ମୂର୍ତ୍ତବତ ଆପଣ ରହିବେ।
କୌଣସି ମାନେ ଇନ୍ଦ୍ରିୟକୁ ହଲଚଲ କରିବେ ନାହିଁ, ଜଡବତ ରହିବେ। ନିହାତି ଅଧଘଣ୍ଟା ପରେ ଆସ୍ତେ ଆସ୍ତେ ଦେଖିବେ ସେ ପ୍ରାଣ ବନ୍ଦ ହେଇଯିବ, କାରଣ ମୋର ନିଜସ୍ୱ ଅନୁଭବ ଏଇଟା। ବନ୍ଦ ହେଲା ପରେ ଆପଣଙ୍କୁ ଭୟ ଲାଗିବ, କାଳେ ମୁଁ ମରିଯିବି କି, ଏଇଭଳି ଭୟ ଆସିବ। କିନ୍ତୁ ତାପରେ ଆପଣଙ୍କର ସୂକ୍ଷ୍ମ ସ୍ତର ଯୋଉଟା ଆପଣଙ୍କର ସମାଜରେ ବିଭିନ୍ନ ପ୍ରକାର ଜ୍ୟୋତି ଦର୍ଶନ ଅଛି, ବା ଆପଣଙ୍କର ଶରୀର ଟା ବହୁତ ଜୋରରେ ବେଗରେ ଉଡିଯିବ ଆକାଶକୁ, ଏଇଭଳି ବିଭିନ୍ନ ପ୍ରକାର ଅନୁଭବ ଅଛି। ଏଇଟା ସତ୍ୟ, ଆପଣ ସେ ଅନୁଭବ ଆପଣ ଜାଣି ଶୁଣି କରିବେ, ଏଇଟା ବେହୋସି ନୁହଁ। ଏଇଟା ତ ମାନେ ଯୋଗରେ କୁହାଯାଉଛି ନା ହୋସ ରହିବ। ତ ସେଇ ଯୋଉ ସ୍ନାନ କରିବେ ସେଟାକୁ ମାନେ ଯେହେତୁ ସ୍ୱର ଉଦୟ ଶାସ୍ତ୍ରରେ ବି ଅଛି, ଗଙ୍ଗା ଯମୁନା ସରସ୍ୱତୀ ଇଡା ପିଙ୍ଗଳ ସୁଷୁମନା, ସେ ଯୋଉ ନାରୀ କୁହାହେଇଛି, ଶ୍ୱାସ କୁହାହେଇଛି। ତେଣୁ ସେଇ ଅବସ୍ଥା ଯାହାର ଆସିବ ତାହାର ମୋହ ନାଶ ହବ, ଅର୍ଥାତ ସିଦ୍ଧି ପ୍ରାପ୍ତ କରିବ, ସମାଧିସ୍ଥ ହେଲେ ସେ ସ୍ୱରୂପ ଜ୍ଞାନ ଲାଭ କରିବ। ତେଣୁ ସାଂସାରିକ ମୋହ ଯୋଉଟାକୁ ସଂସାର ନାଶ କୁହାଯାଇଛି, କୁଟୁମ୍ବ ନାଶ। କୁଟୁମ୍ବ କହିଲେ ତୁମର ଯୋଉ ଆସକ୍ତି ଅଛି, ଭାଇ ବନ୍ଧୁ କୁଟୁମ୍ବ, ଇଏ ମୋ ଭାଇ, ମୋ ପୁଅ, ଇଏ ମୋ ଶରୀର, ଏଇ ଯୋଉ ଆସକ୍ତି ସେତେବେଳେ ନାଶ ହବ। ତେଣୁ ଏଇଟା ମାନେ କହୁଛି, ଏଇଟା ଅଲଗା ଅର୍ଥ ବି ହେଇପାରେ, ଯେହେତୁ ଏଇଟା ମାନେ ଗୋଟେ ଶାସ୍ତ୍ରୀୟ ଏଟା ବ୍ୟାଖ୍ୟା କରୁଛି ମୁଁ। ଯୋଉ ଗଙ୍ଗା ସ୍ନାନ ଅର୍ଥ ଯେ କୁମ୍ଭକ ହବ, ଯେତେବେଳେ କୁମ୍ଭକ ମଣିଷ କରିପାରିବ, ଯେହେତୁ ଇଡା ପିଙ୍ଗଳ ସୁଷୁମନା ଯୋଉ ବାୟୁ ବହୁ, ତାକୁ ଗଙ୍ଗା ଯମୁନା ସରସ୍ୱତୀ ବି କୁହାଯାଇଛି। ତେଣୁ ଟିକେ ଯେତେବେଳେ ଆଉ ଗୋଟେ କୁମ୍ଭକ କଥା ମଣିଷ ଶୁଣନ୍ତୁ, କରିବ। ଆଉ ଗୋଟେ ଆଜ୍ଞା। କଥା ବୁଝନ୍ତୁ, ଆଉ ଗୋଟେ ମୂଳ କଥା ବୁଝନ୍ତୁ। ହୁଁ ମୂଳ କଥା ହେଲା, ଏ ଯୋଉ ସଂସାରକୁ ଆମେ ଦେଖୁନେ, ସ୍ୱର୍ଗ କୁହନ୍ତୁ, ନରକ କୁହନ୍ତୁ, ପିଣ୍ଡ ବ୍ରହ୍ମାଣ୍ଡ ଯାହା ବି କୁହନ୍ତୁ, ହୁଁ ଏ ସବୁର ଆଧାର ହେଲେ ମୁଁ। ହୁଁ ଇଏ ସବୁ ମୋ ଭିତରେ ଚାଲିଛି। ଆଜ୍ଞା। ଦ୍ଵିତୀୟ ହେଲା, ମୁଁ କିଛି ବନିବିନି, ମୁଁ ବ୍ରହ୍ମ ହୁଁ ହିଁ ଅଛି। ହୁଁ ମୁଁ ଚିହ୍ନିବାର ଆବଶ୍ୟକ ଅଛି। ହୁଁ ବାକି ଯୋଉ କହିଲେ ଯୋଉ ଟ୍ରାଭେଲ କରିବା, ଅଷ୍ଟ୍ରାଲ ଟ୍ରାଭେଲ କରିବା, ଜ୍ୟୋତି ଦେଖିବା, ଏସବୁ ମନର ହିଁ ମାୟା, ହୁଁ ମନର ହିଁ ବିଚାର। ବୁଝନ୍ତି? ଆଜ୍ଞା। ମନ ଯୋଉଠି ଅଛି ମାୟା ସେଠି ଅଛି, ମନ ଯୋଉଠି ନାହିଁ ସେଠି କେବଳ ମୁଁ ଅଛି ସ୍ୱରୂପସ୍ଥ। ଆଉ ସ୍ୱରୂପସ୍ଥ ଯୋଉ ସମାଧି, ସମାଧି ସୁଷୁପ୍ତି ଏକା ହି। ସୁଷୁପ୍ତିରେ ଆମେ ମାନେ ଯୋଉ କନସିୟସନେସ ରେ ରହୁନେ, ସେଇଟା ଅଜାଣତରେ ଆମର ଘଟିତ ହଉଛି। ମାନେ ଆମର ଯେତେବେଳେ ଶରୀର ଥକି ଯାଉଛି, ମନ ଥକି ଯାଉଛି, ସୁଷୁପ୍ତ ଅବସ୍ଥା ଯାଉଛେ, କିନ୍ତୁ ସମାଧି ଅବସ୍ଥାକୁ ସାଧନା ମାଧ୍ୟମରେ ଆମେ ଯାଇପାରୁଛେ। ବାସ୍ ସେଇ କଥା ଆଉ ବୁଝନ୍ତି? କଣ। ଆଉ ତ, ହଁ, ବାକି ସେଇଟା ଆପଣ ଯିବେ ନା, ସେଇଟା ସେ ଅବସ୍ଥାଟା ଅଛି ନା, ସେଇଟା ଆପଣ ଜାଣତରେ ହୁଁ, ହବ ସେଇଟା। ହଁ ହଁ, ବିଚାର ବାକି ଶୂନ୍ୟତା ଯୋଉଟା କହୁଛନ୍ତି, ବା ବିଭିନ୍ନ ହୁଁ, ପ୍ରକାର ସେଇଟା ହଁ, ଆସେ। ସେଠି ସାଧନାର ଧ୍ୟାନ ଧାରଣା ପରେ ସବୁ ଯାଇକି ଆମେ ସବୁ କଲା ପରେ ସେ ହଁ, ସବୁ ସେଇ ଅବସ୍ଥା ଯାଇପାରିବ। ଗଲେ ହିଁ ନା ମଣିଷ ଇଏକୁ ଆନନ୍ଦ ପ୍ରାପ୍ତି କରିବ ବା ବାକି ମୁକ୍ତି ବାକି ପାଇବ। ବାକି ଦ୍ଵିତୀୟ ଦେଖନ୍ତୁ, ଦ୍ଵିତୀୟ ହେଲା ଶାସ୍ତ୍ର ହେଲା ତିନିଟା ଆମର, ଆପଣଙ୍କର ଯୋଉ ଉପନିଷଦ, ବ୍ରହ୍ମସୂତ୍ର, ଭଗବତ ଗୀତା। ଏ ଆଜ୍ଞା। ତିନିଟା ଛଡା ବାକି ଯୋଉ ଶାସ୍ତ୍ରରେ ସବୁ ଢଗ ଫଗ ସବୁ ଲୋକ ଲେଖିଛନ୍ତି, ସେଠି ବହୁତ କଣ୍ଟ୍ରୋଭର୍ସି ହବାର ଚାନ୍ସେସ୍ ଅଛି। ଯିଏ ନାଇଁ ଗଙ୍ଗା ଏଇଟା ଶୁଣନ୍ତୁ, ଏଇଟା କିଏ କୋଉଥିରେ ଲେଖା ହେଇଛି ମୁଁ ଜାଣିନି, ଜଣେ ପଚାରିଲା, ମୁଁ ମୋର ଅନୁଭବ ଜ୍ଞାନରୁ ତାକୁ ମାନେ ଜଷ୍ଟିଫାଏ କଲି। ଅଛନ୍ତି। ନାଇଁ ଏଇଟା ଆକ୍ଚୁଆଲି କଣ ହୁଏ ନା, ଆପଣଙ୍କ ଦେଖିବେ ଯୋଉ ଆମର ଅଛନ୍ତି ପଞ୍ଚସଖା, ପ୍ରାୟ ଏଇଭଳି ଢଗ ସେ ଲେଖନ୍ତି। ଗୋଟେ ଦେଖିଛନ୍ତି ନାଇଁ ନାଇଁ, ହରିହର ଦାସ। ପଞ୍ଚଶଖା ଯଦି ବି ଲେଖନ୍ତି, ସେ ଅର୍ଥ ଅଛି ତା ଭିତରେ, କିନ୍ତୁ ହଁ ସେ ହଁ ସେଇ ଜିନିଷଟା ତ। ଲୋକକୁ ବି ଏ ସବୁ ବଙ୍କେଇ ବୁଲେଇକିରି ବହୁତ ସବୁ ମୋଡିଫାଇ ବି କରିଦେଇଛନ୍ତି ଯେ ଲୋକ। ହଁ ନାଇଁ, ସେ ଯୋଉ କୁହନ୍ତି 5-7 ନାରୀ କଲେ ହରଣ, ଏମିତି ଗୋଟେ କଣ ଅଛି, ଭାଇ ବୋହୂ ସାଙ୍ଗେ କଲେ ପିରତି, ଏମିତି ସବୁ ଅଛି। ତା ଅର୍ଥ କଣ, ଏମିତି ମାନେ ଲୋକଙ୍କୁ ଟିକେ ଆଟ୍ରାକ୍ସନ କରିବା ପାଇଁ ସେ ହଁ, କରାହେଇଛି। ମୂଳ ହେଲା ସେଇଟା, ଲୋକଙ୍କୁ ଟିକେ ଆଟ୍ରାକ୍ଟ ଆଟ୍ରାକ୍ସନ କରିବା ପାଇଁ ହଁ ପାଇଁ, ହଁ 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 ଭିତରୁ ଆଣିବା ପାଇଁ ସବୁ କରାଯାଇଛି। ହଁ, ତେଣୁ କରାହେଇଛି, କିନ୍ତୁ ତା ଦେହରେ ତତ୍ତ୍ୱ ଅଛି, ତାକୁ ବୁଝେଇବା ଦରକାର। ବୁଝିବା ତା ଦରକାର। ଅର୍ଥ ବି ଆପଣ ଅକର୍ମେ ବାସୁଦେବ ପ୍ରୀତି କର୍ମ କଲେ କ୍ଷୟ ଶାନ୍ତି, ଲୋକ କଣ ହୁଁ। ବୁଝିବେ? ଆରେ ଅକର୍ମ କଲେ ବାସୁଦେବଙ୍କ ପ୍ରୀତ ହବ, ସେ ତାକୁ ଯୌଗିକ ଭାଷାରେ ବୁଝିବାକୁ ସେ ପଡିବ। ପ୍ରେମରୁ